ଏଇ କବିକୁ ଲୋକ ବୋରିଂ ଭାବୁଛନ୍ତି। ୱେଟ୍ କର, ଏଇ କବି ଫୁଲ୍ ହିରୋ। ପିଲାମାନେ କହନ୍ତି କବି ନୁହେଁ ମ, କିନ୍ତୁ ଏଇ ଷ୍ଟାଇଲରେ ସାଧା ସିଧା ବନେଇଲେ ପ୍ଲେଟ୍ ପୁରା ଖାଲି। କଡ଼େଇରେ ତେଲ ଗରମ ହେଲା। କୋବି କହିଲା ଏବେ ମୁଁ ରେଡ଼ି। କଡ଼େଇରେ କୋବି ଦେଲା ପରେ ସେଥିରେ କିଛି ଲୁଣ ଦେଇ ଚଲାଇ କିଛି ସମୟ ଘୋଡ଼ାଇ ନେବେ। ସଫ୍ଟ ହେଲେ ତାକୁ କାଢ଼ି ନେବେ। କଡ଼େଇରେ ଅଳ୍ପ ତେଲ ଦେଇ ସେଥିରେ କିଛି ଜିରା ପକାଇ ତାପରେ ଅଦା ରସୁଣ ଛେଚାକୁ ପକାଇ ନେବେ। ଟମାଟୋ ଲମ୍ବା ଲମ୍ବା କାଟି ପକାଇ ନେବେ। ତା ସହିତ ଲୁଣ, ହଳଦୀ ଏବଂ ଧନିଆ ପାଉଡ଼ର ଆଣ୍ଡ ଚାଟ୍ ମସଲା ଅଳ୍ପ ପକାଇବେ। ମସଲା ପକାଇ ସାରିଲା ପରେ କିଛି ସମୟ ଘୋଡ଼ାଇ ଦେବେ ଟମାଟୋ ସିଝିବା ପାଇଁ। ଟମାଟୋ ସିଝିଗଲା ପରେ ସିଝା ହୋଇଥିବା ଆଳୁକୁ ଚକଟି ପକାଇବେ। ଏମିତି ବିନା ପିଆଜରେ ଥରେ ଟ୍ରାଏ କରି ଦେଖନ୍ତୁ କୋବି ତରକାରୀ କେମିତି ଲାଗୁଛି। ସିଝା ହୋଇଥିବା ଆଳୁକୁ ପକାଇ ତାପରେ ଗୋଳାଇ ନେବେ। ତାପରେ ଭଜା ହୋଇଥିବା କୋବିକୁ ପକାଇ ଦେବେ। ଯଦି ବେଶୀ ଡ୍ରାଏ ଲାଗୁଛି ତାହେଲେ କିଛି ପାଣି ଦେଇଦେବେ। ଭଲସେ ଗୋଳେଇ ହୋଇଗଲେ ଗରମ କରିଥିବା ପାଣିକୁ ଆଣି ଦେବେ। ଯିଏ ଯେତିକି ଆଳୁ ଖାଇବା ପାଇଁ ଚାହୁଁଛନ୍ତି ସେତିକି ପାଣି ପକାଇବେ। ଏବେ କଡ଼ାଇରେ କୋବି ପୁରା ଡ୍ୟାନ୍ସ କରୁଛି। ସାଙ୍ଗମାନେ, ଯଦି ଆପଣଙ୍କୁ ଲାଗୁଛି କୋବି ବୋରିଂ, ତେବେ ଏଇଭଳି ବିନା ପିଆଜରେ ଟ୍ରାଏ କରନ୍ତୁ କୋବିର ଫୁଲ୍ ମେକଓଭର। ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ।